ଶ୍ମଶାନ ଲାଗି ଅଧିଗ୍ରହଣ କରିଥିବା 2 ଏକର 20 ଡିସିମିଲ୍ ଜାଗାରେ ଶପଦାହ ଦାବି। ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଥେଙ୍ଗିଡିଆ ଗ୍ରାମରେ ଶ୍ମଶାନ ଜମି ଉଚ୍ଛେଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଘଟଣା ଅନୁସାରେ ଘରବାଡ଼ିକୁ ଲାଗି ସରକାରୀ ଜାଗାରେ 13 ଜଣ ଗ୍ରାମବାସୀ ଦୀର୍ଘ ଦିନ ଧରି ଦୋକାନ କରି ପରିବାର ଚଳାଇ ଆସୁଛନ୍ତି। ଶ୍ମଶାନ ଜମି ଦର୍ଶାଇ କେତେକ ଗ୍ରାମବାସୀ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଅନିବାର୍ଯ୍ୟ କାରଣ ପାଇଁ ଉଚ୍ଛେଦ ସ୍ଥଗିତ ରହିଛି। ଲଗାଣ ବର୍ଷା ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ କରିବାକୁ ଦୋକାନୀମାନେ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ଏହା ସହିତ ଘରବାଡ଼ି ସନ୍ନିକଟରେ ଶବଦାହ କରିବା ପରିବର୍ତ୍ତେ ସରକାର ଅଧିଗ୍ରହଣ କରିଥିବା 2 ଏକର 20 ଡିସିମିଲ୍ ସ୍ଥାନ ମଧ୍ୟରେ ଶ୍ମଶାନ କରିବାକୁ ଦାବି କରିଛନ୍ତି। ପ୍ରଶାସନର ଅବହେଳା ଯୋଗୁଁ ଜାଗାର କିସମ ପରିବର୍ତ୍ତନ ହୋଇନଥିବାରୁ 2 ଏକର 20 ଡିସିମିଲ୍ ଜମି ଅଦ୍ୟାବଧି ମାଲିକଙ୍କ କବ୍ଜାରେ ରହିଅଛି। ସନ୍ନିକଟରେ ଥିବା 299 ନମ୍ବର 9 ଜୋରି ପ୍ଲଟ ଉପରେ ନ୍ୟାୟାଳୟ ଉଚ୍ଛେଦ ପାଇଁ 2025 ମସିହାରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ଉଚ୍ଛେଦ କରାଯାଇ ନାହିଁ। ଦୁଇ ଗୋଷ୍ଠୀ ଜବରଦଖଲ ଓ ଶ୍ମଶାନ ଜମି ପ୍ରସଙ୍ଗରେ କୋର୍ଟ କଚେରୀ ଦୌଡୁଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ତେଣୁ ପ୍ରଶାସନ ଗ୍ରାମର ସରକାର ଜମିଗୁଡ଼ିକୁ ଡିମାର୍କେସନ କରିବା ସହିତ ଉଭୟ ସ୍ଥାନ ଉଚ୍ଛେଦ କରିବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦୋକାନୀମାନେ ଦାବି କରିଛନ୍ତି। ଘରବାଡ଼ି ସନ୍ନିକଟରେ ଶବଦାହ ନ ହୋଇ ଉଦ୍ଦିଷ୍ଟ ଅଧିଗ୍ରହଣ ସ୍ଥାନକୁ ଶ୍ମଶାନ ସ୍ଥାନାନ୍ତର କରିବା ଏବଂ ଉଭୟ ବିବାଦୀୟ ସ୍ଥାନ ଉଚ୍ଛେଦ ନହେଲେ ଅନଶନ ହେବ ବୋଲି ଦୋକାନୀମାନେ ଚେତାବନୀ ଦେଇଛନ୍ତି। ଜଳେଶ୍ୱରରୁ ଦୁର୍ଗା ଶଙ୍କର ଗିରିଙ୍କ ରିପୋର୍ଟ, ଉତ୍କଳ 24 ନ୍ୟୁଜ୍। ମୋ ନାଁ ସ୍ୱରୂପ କୁମାର ବେହେରା, ବାପାଙ୍କ ନାଁ ରାଜେନ୍ଦ୍ରନାଥ ବେହେରା, ଗ୍ରାମ ବେଣାପୁରା, ସନ୍ତୋଷପୁର ପଞ୍ଚାୟତ, ବସ୍ତା ଥାନା। ଆମେ ଏଇଥିପାଇଁ ଡାକିଛୁ ଯେ ଆମେ ନିଜ ଜାଗାରେ ଘର କରୁଛୁ, କିନ୍ତୁ ଆମ ପାଖକୁ ଏଭିକ୍ସନ୍ ଅର୍ଡ଼ର ଆସିଛି। କିନ୍ତୁ ଯେଉଁମାନେ ସରକାରୀ ଜାଗାରେ ଘର କରିଛନ୍ତି ତାଙ୍କ ଏଗନେଷ୍ଟରେ ଆମେ କେସ୍ କରିଥିଲୁ ଏବଂ ତାଙ୍କ ଏଗନେଷ୍ଟରେ କେତେ ନମ୍ବର ପ୍ଲଟରେ ସେ ଘର କରିଥିଲେ? 299 ନମ୍ବର ପ୍ଲଟରେ ସବୁ ଘର ବିଲ୍ଡିଂ ସବୁ କରିଛନ୍ତି ଏବଂ ତାଙ୍କ ଏଗନେଷ୍ଟରେ ଆମେ କେସ୍ କରିଥିଲୁ। ହାଇକୋର୍ଟରେ 11,899 2025 ମସିହାରେ କେସ୍ କରିଥିଲୁ ଏବଂ ତାଙ୍କର ଏଭିକ୍ସନ୍ ଅର୍ଡ଼ର ବି ଆସିଛି। ଏଭିକ୍ସନ୍ ଅର୍ଡ଼ର ଆସିଲା ପରେ ବି ସରକାର ତାଙ୍କୁ ତହସିଲଦାର ତାଙ୍କୁ ଉଚ୍ଛେଦ କରୁନାହାନ୍ତି। ଆମେ ତା ବିଷୟରେ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିଲା ପରେ ବି ଆମ କଥା ଶୁଣୁନାହାନ୍ତି। କିନ୍ତୁ ଆମେ ନିଜ ଜାଗାରେ ଘର କରୁଛୁ, ଘରଡିଓ ଉପରେ ଘର କରୁଛୁ। ଘରଡିଓ ଆସିଲେ ଶ୍ମଶାନ ହେଇପାରିବନି। ଯଦି ଶ୍ମଶାନ ହେଇଯିବ ଆମକୁ ଘରଡିଓ କିଏ ଦେଇଛି? ତହସିଲଦାର ଦେଇଛନ୍ତି। ତେଣୁ କେ ପ୍ରକାରେ ସେ କହୁଛନ୍ତି ଆମକୁ ବର୍ତ୍ତମାନ ଏଭିକ୍ସନ୍ କରିବା ପାଇଁ, ଆମକୁ ଘର ଭାଙ୍ଗିବା ପାଇଁ କହୁଛନ୍ତି। ଆପଣ ତ ଆମକୁ ଘରଡିଓ ଦେଇଛନ୍ତି ମାନେ ଆଗର ଶ୍ମଶାନ ନୁହେଁ। ଶ୍ମଶାନ ଯଦି ଆଗର ରହିବ ମଣିଷ ବୁଢ଼ା ହେବ ତ ଘରଡିଓ ହେଇପାରିବନି। ଆମେ ବଡ଼ ବଡ଼ ଘର କରି ବର୍ତ୍ତମାନ ରହୁଛୁ, ବର୍ତ୍ତମାନ କେମିତି ଏଭିକ୍ସନ୍ ଦେଇଛନ୍ତି ଅର୍ଡ଼ର। ତେଣୁ ଏ ଏଭିକ୍ସନ୍ ଅର୍ଡ଼ର କ୍ୟାନସଲ୍ କରାଯାଉ। ଯଦି ଆମର ଏଭିକ୍ସନ୍ କରାଯିବ ତାହେଲେ ତା ସହିତ ଆମେ ଯେଉଁ ଏଭିକ୍ସନ୍ ଅର୍ଡ଼ର ଆଣିଛୁ ତାଙ୍କ ଏଗନେଷ୍ଟରେ ତାଙ୍କର ବି ଏଭିକ୍ସନ୍ କରାଯାଉ। ଭାଇ ଆପଣଙ୍କର ପରିଚୟ ଦେବେ? ମୁଁ ପ୍ରଣବ ମହାପାତ୍ର, ବଙ୍କିମ ମହାପାତ୍ରଙ୍କର ପୁତ୍ର। ଘର ଥେଙ୍ଗଡ଼ିଆ, ସନ୍ତୋଷପୁର ପଞ୍ଚାୟତରେ ବସ୍ତା ବ୍ଲକ ଅଣ୍ଡରରେ। ଆଜି କାହିଁକି ସାମ୍ବାଦିକ ସମ୍ମିଳନୀ ଆମେ କରିଛୁ? କିଛି ଦିନ 2 ଦିନ ତଳେ ଆମ ଏଗନେଷ୍ଟରେ ଏଭିକ୍ସନ୍ ନୋଟିସ୍ ତହସିଲଦାର ସାହେବ ପ୍ରଡ୍ୟୁସ୍ କରିଥିଲେ। ଶ୍ମଶାନରେ ଆମେ ଘର କରୁଛୁ ବୋଲି, ଦୋକାନ ଘର କରୁଛୁ ବୋଲି। କିନ୍ତୁ ଆଜ୍ଞା ଆମେ 30 ବର୍ଷ ହେଲା ଦୋକାନ ଘର କଲୁ। ଶ୍ମଶାନ ବୋଲି ଜିନିଷ ଆମ ବାପା ଜେଜେବାପା ଅମଳରୁ ଆମେ ଶ୍ମଶାନ ବୋଲି ଜାଣିନୁ। ଆମେ 30 ବର୍ଷ ପୂର୍ବରୁ ସେଠି ଦୋକାନ ଘର କରିକି ଅଛୁ। ଆମର କାକା ଜଏଣ୍ଟ ଫ୍ୟାମିଲି। ଆମର କାକା ଜଣେ ମାନେ ଇନକମ୍ ନାହିଁ, ସେ ମୋ ବାପାଙ୍କ ସହିତ ରୁହନ୍ତି। ତ ଘର କରିଥିଲେ ଶ୍ମଶାନ ଜାଗା ବୋଲି ଜାଣିନଥିଲୁ, କାରଣ ସେଟା ଆପଣଙ୍କର ଜମି ଅଧିଗ୍ରହଣ ହୋଇଥିଲା NH ବାବଦରେ ଏବଂ PWD ରୋଡ୍ ବାବଦରେ। ରୋଡ୍କୁ ଲାଗିକି ଆମର ଜାଗା ଥିଲା, ତେଣୁ ଆମେ ଶ୍ମଶାନକୁ ମାଡ଼ିକି ଟିକେ ଘର କରିଥିଲୁ। ତ ଆମେ ତହସିଲଦାର ସାହେବଙ୍କୁ ବାରମ୍ବାର ଜଣାଇଲା ପରେ ବି ଯେ এটা ଶ୍ମଶାନ ନୁହେଁ, এটা NH ଯାଇଛି। ଯଦି ଶ୍ମଶାନ ଏଠି NH କେମିତି ଗଲା, ରୋଡ୍ କେମିତି ଗଲା କହିଲୁ। କିନ୍ତୁ ଯେଉଁ ଭଦ୍ର ବ୍ୟକ୍ତିମାନେ ଆମ ଏଗନେଷ୍ଟରେ ସାମ୍ବାଦିକ ସମ୍ମିଳନୀ କରିছে ଯେ ଶ୍ମଶାନ ଜାଗାକୁ ଆମେ ଜବରଦଖଲ କରିଛୁ, ସେଇ ଭାଇମାନେ ଆପଣମାନେ ଦେଖନ୍ତୁ କେତେ ବଡ଼ ବଡ଼ ଡବଲ ବିଲ୍ଡିଂ କରିକି ରହିଛନ୍ତି। ଆମେ ସେମାନେ NH ନାମିତ ଜାଗା 299 ନମ୍ବର ପ୍ଲଟ, ଜାତୀୟ ରାଜପଥରେ 2 ତାଲା ଘର, କଂକ୍ରିଟ ପକ୍କା ଘର ଏବେ ବି ନୂଆ ନୂଆ ଚଲେଇଛନ୍ତି। ଯେଉଁ ଝାଡ଼େଶ୍ୱର ପ୍ରଧାନ ବାବୁ ଶ୍ମଶାନ ବାବଦରେ 2 ଏକର 20 ଗୋଟେ ଅଧିଗ୍ରହଣ ହୋଇଥିଲା। ନା NH ରୁଟ୍ରେ ସେମାନେ ଘର କରିଛନ୍ତି। ଏମାନେ ଏମିତି କରିଛନ୍ତି, ଏମାନେ ନିଜର ଘରକୁ ଇଏ କରୁଛନ୍ତି, କିନ୍ତୁ ଆମକୁ
ଉଚ୍ଛେଦ ପାଇଁ ଲାଗିଛନ୍ତି, କିନ୍ତୁ ସେଟା ଶ୍ମଶାନ ନୁହେଁ, ହେଲେ ନିଜର ଇଏ ପାଇଁ ଆମ ସହିତ ଲାଗିଛନ୍ତି। ସରକାରକୁ କ'ଣ ପାଇବେ? ସରକାରକୁ କହିବୁ ଯଦି ଆମେ ଉଚ୍ଛେଦ ହେଉଛୁ ଗଭର୍ଣ୍ଣମେଣ୍ଟ ଜାଗାରେ ବସିକି, ଆପଣ କହୁଛନ୍ତି ଶ୍ମଶାନ, କିନ୍ତୁ ଆମେ ଶ୍ମଶାନ କିସ ଅଛି, ଶ୍ମଶାନ ନୁହେଁ ଆଜ୍ଞା। ଆମ ଜେଜେବାବା ଅମଳରୁ ବି ଶବଦାହ ହେଇନାହିଁ। ଆମେ ସବୁଦିନ ସୁବର୍ଣ୍ଣରେଖା ନଦୀ ବ୍ରିଜ ପାଖରେ ଶବଦାହ କରୁ। ଆଜି ଆପଣମାନେ ଆଗତ ଯଦି ପଚାରି ବୁଝିବେ ସେଟା ହେଇନାହିଁ। କିନ୍ତୁ ଆମେ ଆଜି ଚାହୁଁଛୁ ଯଦି ଆପ୍ଲିକାଣ୍ଟ ଯଦି ଚାହୁଁଛନ୍ତି ଶ୍ମଶାନ ଉଚ୍ଛେଦ କରିବା ପାଇଁ, ଶ୍ମଶାନ ଯଦି ନୁହେଁ, ଆମେ ପଛରେ ଜାଗା ରହିଲେ ଘର କେମିତି କରିକି ରହିବୁ, ସେଠି ଶବଦାହ ହେଲେ ଆମେ ସବୁ ଜାଗା ସେମିତି କେମିତି ରହିବୁ, ଆଉ ସେମାନେ କାହିଁକି ଏ ଜାଗାରେ ରହିବେ? ଯଦି ଆମେ ବି ହାଇକୋର୍ଟରେ ୟାଙ୍କ ଏଗନେଷ୍ଟରେ ଅର୍ଡର ଆଣିଛୁ, ଆମେ ବି ହାଇକୋର୍ଟରେ ୟାଙ୍କ ନାଁରେ ଏଗନେଷ୍ଟରେ ଅର୍ଡର ଆଣିଛୁ, କିନ୍ତୁ ତାଙ୍କ ପ୍ରତି କିଛି ଆକ୍ସନ ନେଇନାହାନ୍ତି। ଯଦି ଉଠିବା ଆମେ ବି ଆମ ସହିତ କିଏ ବି ଉଠନ୍ତୁ। ମୋ ନାଁ ସଂଗ୍ରାମ କେଶରୀ ବେହେରା, ସନ୍ ଅଫ୍ ବଳରାମ ବେହେରା, ଲେଟ୍ ସନ୍ ଅଫ୍ ବଳରାମ ବେହେରା, ଆଉ ଘର ବେଣାପୁରା, ଆଉ ସନ୍ତୋଷପୁର ପଞ୍ଚାୟତ ବସ୍ତା ଥାନା। ଆଜି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି କ'ଣ? ସାମ୍ବାଦିକ ସମ୍ମିଳନୀ ଡାକିବାର ଅଭିପ୍ରାୟ ହେଇକି ଯେ ସରକାରଙ୍କ ତରଫରୁ ଯେଉଁ ଏଭିକ୍ସନ୍ ପାଇଁ ନୋଟିସ୍ ହେଇଛି ସେ ବାବଦରେ ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଚାହୁଁଛୁ। ଜଣାଇବାର ଉଦ୍ଦେଶ୍ୟ ହେଉଛି ଟିକେ ପୂର୍ବରୁ କହିବା ପାଇଁ ଚାହୁଁଛି, ପୂର୍ବ କଥା କହିବା ପାଇଁ ଚାହୁଁଛି, କାରଣ ବିଭିନ୍ନ ମିଡ଼ିଆ ମାଧ୍ୟମରେ ଯାହା ଆମେ କିଛି ଖବର ପାଇଲୁ ତାକୁ ଜଣାଇବା ପାଇଁ, ସମସ୍ତଙ୍କୁ ଜଣାଇବା ପାଇଁ କଥା କହୁଛୁ। ପ୍ରଥମ କଥା ହେଲା, ନନ୍ଦିନୀ ଶତପଥୀ ଚିଫ୍ ମିନିଷ୍ଟର ଥିଲାବେଳେ ସେତେବେଳେ ରାଜଘାଟର ସୁବର୍ଣ୍ଣରେଖା ବ୍ରିଜ୍କୁ ଶୁଭ ଦେବା ପାଇଁ ଆସିଥିଲେ। ମୟୂରଭଞ୍ଜରୁ ରାଜଘାଟ ବାଲେଶ୍ୱରକୁ କୌଣସି କନେକ୍ଟିଭିଟି ରୋଡ୍ ନଥିଲା। ଯେତେବେଳେ କି 1980 ମସିହା ବେଳେ କେସ୍ ନମ୍ବର 55665 କେସ୍ ନମ୍ବର ମୂଳେ ଶ୍ମଶାନ ଜାଗାକୁ PWI ନେଲା ଏବଂ PWI ନେଇ ସାରିଲା ପରେ ସେଇ ଥେଙ୍ଗଡ଼ିଆ ମୌଜାର 2 ଏକର 20 ଡିସମିଲ୍ ଜାଗାକୁ ଏକ୍ୱାର କରିକି ତାର PWIର ଲ୍ୟାଣ୍ଡ ତିଆରି କଲା ଏବଂ ଲୋକମାନଙ୍କୁ ଜମି ବାବଦରେ ମଧ୍ୟ ତାର କ୍ଷତିପୂରଣ ଦେଲା ଏବଂ ଲୋକମାନେ ସେଠି ମଧ୍ୟ ତାକୁ ଗ୍ରହଣ କରିଛନ୍ତି। ଏହି ବାବଦରେ ଆମେ 2025 ମସିହାରେ ଆମେ ତହସିଲଦାର ମହୋଦୟଙ୍କୁ ଆମେ ନିବେଦନ କରିଥିଲୁ ଯେ ଏହାର କିସମକୁ ପରିବର୍ତ୍ତନ କରାଯାଉ। ଯେତେବେଳେ ଆମର ଆଜି ଯେଉଁମାନେ କହୁଛନ୍ତି ଯେ ସେଇ ଜାଗା କିସମ ପରିବର୍ତ୍ତନ ହେଇନାହିଁ, କିନ୍ତୁ ତା ଯେଉଁ ଜାଗାରେ ଆମର ନିଜର ଜାଗା ଅଛି ସେ ଜାଗା ହେଉଛି ଆମର ଘରବାଡ଼ି ଜାଗା। ସରକାର ଆମକୁ ଘରବାଡ଼ି ଜାଗା ଦେଇଛନ୍ତି। ଆଜିକା ଡେଟ୍ରେ ଯେତେବେଳେ ସରକାର କହୁଛନ୍ତି ନା କିସମ ଚେଞ୍ଜ ହେଇନାହିଁ, ସେଇ ଜାଗାରେ ଶ୍ମଶାନ ଅଛି ବୋଲି, ଆମେ ଏ ବାବଦରେ ବହୁବାର ସରକାରକୁ ଜଣାଇଲା ପରେ ବି ସେମାନେ ଆମ କଥା କର୍ଣ୍ଣପାତ କରିନାହାନ୍ତି। ଏବଂ ଦ୍ୱିତୀୟ କଥା ହେଉଛି, ଯଦି ଆମକୁ ଘରବାଡ଼ି ପଟ୍ଟା ଦିଆଯାଇଛି, କାଲି ଯେତେବେଳେ ସେଠି ଶ୍ମଶାନ ହେବ ସେଠି ଘର ଲୋକ କେହି ରହିପାରିବ କି? এটা ସରକାରଙ୍କୁ ଆମର ଏଟା ପ୍ରଶ୍ନ। ଏଠି ବ୍ୟକ୍ତିଗତ କୌଣସି କଥା ନାହିଁ। ସରକାରଙ୍କୁ ଆମର ପ୍ରଶ୍ନ ହେଉଛି ଯେ ଏଇଭଳିଆ ଆପଣ ଘରବାଡ଼ି ପଟ୍ଟା ଦେଇଥିଲା ବେଳେ ଲୋକ ଘର ସାମ୍ନାରେ କେବେ ଶ୍ମଶାନ ହେଇପାରିବ କି? ତ ତେଣୁ ଆମର ନିବେଦନ ହେଉଛି, ଯେଉଁ ଜାଗାକୁ ସେଠି ସ୍ଥାନାନ୍ତରଣ କରାଯାଇଥିଲା ସରକାର ସ୍ଥାନାନ୍ତରଣ କରିଥିଲେ ଏବଂ ତାର କେସ୍ ନମ୍ବର ମୂଳେ LA କେସ୍ ନମ୍ବର ମୂଳେ ବି এটা ଟ୍ରାନ୍ସଫର ହେଇଥିଲା 18/1980 ବୋଲି ତାର କେସ୍ ନମ୍ବର ଥିଲା। ସେଇ ଜାଗାକୁ ଶ୍ମଶାନ ଚିହ୍ନଟ କରାଯାଉ। ତେଣୁ ଆଜିକା ଡେଟ୍ରେ ଯେଉଁ ଏଭିକ୍ସନ୍ ସେଠି ହେଉଛି, ହେବା ପାଇଁ ଯାଉଛି, ଯେଉଁ ନୋଟିସ୍ ଆସିଛି, ବର୍ଷା ଦିନ ପାଗରେ ସମସ୍ତଙ୍କର ଦୋକାନୀ ବାଡ଼ି ଗରିବ ଲୋକ ସେଠି ଦୁଃଖ ଦରିଦ୍ର ହିସାବରେ ସେମାନେ ବେପାର ବାଣିଜ୍ୟ କରୁଛନ୍ତି। ତେଣୁ ତାକୁ ପୋଷ୍ଟପୋନ୍ କରାଯାଉ, ଆଉ 10 ଦିନ ପାଇଁ ତାକୁ ପୋଷ୍ଟପୋନ୍ କରାଯାଉ, ଯାହାଫଳରେ ଲୋକମାନଙ୍କୁ ସେ ଜିନିଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସୁବିଧା ହେବ କିମ୍ବା ଆଗାମୀ ଦିନରେ ଗୋଟେ ନିର୍ଦ୍ଦିଷ୍ଟ ତାରିଖ ସମସ୍ତଙ୍କୁ ଜଣାଇବେ। ଇଏ ହେଉଛି ଆମର ନିବେଦନ। ପ୍ରଣବକୁମାର ମହାପାତ୍ର, ପିତା ବଙ୍କିମଚନ୍ଦ୍ର ମହାପାତ୍ର। ଆଜି ସାମ୍ବାଦିକ ସମ୍ମିଳନୀ କ'ଣ କରିବେ? ଆଜ୍ଞା, ଏଇ ଯେଉଁ ଏଭିକ୍ସନ୍ ନୋଟିସ୍ଟା ଆସିଛି, ଆମେ ତହସିଲଦାର ସାହେବଙ୍କୁ ରିକ୍ୱେଷ୍ଟ କରୁଛୁ, ଆମେ ଯେଉଁ ତାଙ୍କର ଯେଉଁ ଏଭିକ୍ସନ୍ ନୋଟିସ୍ NHIରେ ଆସିଛି ତାଙ୍କୁ ନକରି ପକ୍ଷପାତିତା କରି ଯଦି ଆମକୁ ଏମିତି ଏଭିକ୍ସନ୍ ନୋଟିସ୍ କରନ୍ତି, ବର୍ଷା ଦିନରେ ଆମେ ଘର ଦ୍ୱାର ଭାଙ୍ଗି କେମିତି ଯିବୁ? ଯଦି ଏମିତି ପକ୍ଷପାତିତା କରନ୍ତି ତାହେଲେ ତହସିଲଦାରଙ୍କ ପାଖରେ ମୁଁ ଆତ୍ମହତ୍ୟା ଦେବି। ଯଦି ପକ୍ଷପାତିତା କରନ୍ତି, ଯଦି ଭାଙ୍ଗିବେ 2 ଜଣଙ୍କର ଭାଙ୍ଗନ୍ତୁ, ନହେଲେ କିସମ ଚେଞ୍ଜ କରି ଶ୍ମଶାନକୁ ସ୍ଥାନାନ୍ତର କରନ୍ତୁ। କାରଣ ପଟ୍ଟା ଜାଗା ଆମ ଘର କରିବା ପାଇଁ ଜାଗା, ଘର କରିଛୁ ଆମେ କେମିତି ରହିବୁ ଶ୍ମଶାନ ହେଲେ? ଏତିକି ମୋର ବକ୍ତବ୍ୟ, ଆଉ କିଛି କହିବି ନାହିଁ। ମୋ ନାଁ ସଂଗ୍ରାମ କେଶରୀ ବେହେରା, ବାପା ନାଁ ଲେଟ୍ ବଳରାମ ବେହେରା, ଘର ବେଣାପୁରା, ଥାନା ବସ୍ତା, ସନ୍ତୋଷପୁର ପଞ୍ଚାୟତ। କୋର୍ଟ ନୋଟିସ୍ ଆସିଛି ଆପଣଙ୍କର ସେଠି ଶ୍ମଶାନ ଜାଗାକୁ ଏଭିକ୍ସନ୍ କରିବା ପାଇଁ ନୋଟିସ୍ ଆସିଛି ସେ ବିଷୟରେ? ହଁ, କୋର୍ଟ ନୋଟିସ୍ ସେଇଥିପାଇଁ ଆସିଛି। ଏ ଜାଗା ହେଉଛି ଥେଙ୍ଗଡ଼ିଆ ମୌଜା ଟୋଲ୍ ଗେଟ୍ ରାଜଘାଟ ବୋଲି ଯେଉଁଟା କୁହାଯାଏ। ତ ସେ ଜାଗାରେ ଯେଉଁ ନୋଟିସ୍ ଆସିଛି ଶ୍ମଶାନ ଜାଗା ଉପରେ ଏଭିକ୍ସନ୍ ପାଇଁ ନୋଟିସ୍ ଆସିଛି, କିନ୍ତୁ ଆକ୍ଚୁଆଲି ସେଟା ଶ୍ମଶାନ ଜାଗା ନୁହଁ। ଆଜିକି 1980 ମସିହାରୁ ସେ ଜାଗା ଅଲରେଡ଼ି NHI ଏବଂ PWI ସେ ଜାଗାକୁ ଏକ୍ୱାର କରିଛନ୍ତି
ଏବଂ ସେଇ ଏକ୍ୱାର କଲା ପରେ ଆମମାନେ ଯେଉଁ ଜାଗା କିଣିଥିଲୁ ସେତେବେଳେ ଆମକୁ ଘରଡିହ ପଟ୍ଟା ବି ମଧ୍ୟ ମିଳିଛି। ଆଜିକା ଡେଟ୍ରେ ସରକାର କିମ୍ବା ତହସିଲଦାର ସେସବୁ କଥାକୁ ଆମେ ଯେଉଁ ଅବଜେକ୍ସନ୍ କରିଥିଲୁ ସେସବୁ କଥାକୁ ଭ୍ରୁକ୍ଷେପ ନ କରିକି ଆଜି ଆମ ସେ ଜାଗାରେ ଏଭିକ୍ସନ୍ ପାଇଁ ନୋଟିସ୍ ପଠାଇଛନ୍ତି। ତ ଆମର ଏଠି ଅଭିଯୋଗ, ମୋର ବ୍ୟକ୍ତିଗତ ଅଭିଯୋଗ ଏହା ହେଉଛି କି ଯଦି ଶ୍ମଶାନ ଜାଗାରେ ସରକାରଙ୍କ ନିୟମ ଅନୁଯାୟୀ କୌଣସି ଜିନିଷ କେହି ଅଧିକାର ଏକ୍ୱାର କରିପାରିବ ନାହିଁ, ତ ଆଜିକା ଡେଟ୍ରେ ଯଦି ସେଇ ପ୍ଲଟ୍ଟି ଶ୍ମଶାନ ଜାଗା ତେବେ NHI କୁ ବି ସେଠି ଉଚ୍ଛେଦ କରାଯାଉ ଏବଂ PWI କୁ ବି ଉଚ୍ଛେଦ କରାଯାଉ ଏବଂ ଆମକୁ ମଧ୍ୟ ଉଚ୍ଛେଦ କରାଯାଉ। ଯଦି ସେଟା ଶ୍ମଶାନ ଜାଗା ଥିବ ତେବେ ସରକାର ଆମେ ଜାଣିବା ଯେ ତାଙ୍କର ଆଇନ କେତେ ଶକ୍ତ ଏବଂ କେ ହିସାବରେ ସେମାନେ ଆଇନକୁ ଆଗକୁ ନେଇକି ଯାଉଛନ୍ତି। ଆମର କହିବା କଥା ହେଉଛି ସରକାର ସେତେବେଳେ ଶ୍ମଶାନ ଜାଗାକୁ ଅଲରେଡି ଡାଇଭର୍ଟ କରିଦେଇଛନ୍ତି, ଅର୍ଥାତ୍ PWI ସେତେବେଳେ ଯେଉଁ ଶ୍ମଶାନ ଜାଗାକୁ ଏକ୍ୱାର କରିଥିଲା କରିସାରିଲା ପରେ ସେଇ ଗାଁର ଅଲଗା ଜମିକୁ 2 ଏକର 20 ଡିସମିଲ୍ ଜାଗାକୁ କିଣିକି ଲୋକଙ୍କୁ ତାର ପ୍ରାପ୍ୟ ପ୍ରଦାନ କରିକି ସେ ଜାଗାକୁ ଶ୍ମଶାନ ଆଲଟ୍ କରାଯାଇଛି ଏବଂ ସେ ବାବଦରେ ତହସିଲଦାରକୁ ମଧ୍ୟ ଆମେ ଅବଗତ କଲା ପରେ ବି ଆଜି ପର୍ଯ୍ୟନ୍ତ ଡିମାର୍କେସନ୍ କଲେ ନାହିଁ, ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ମାପଚୁପ କଲେ ନାହିଁ କିମ୍ବା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନ ନେଇ ଏବେ ବର୍ଷା ଦିନିଆ ଗରିବ ଲୋକଙ୍କୁ ହଇରାଣ କରିବା, ଲୋକଙ୍କ ଘର ସାମ୍ନାରେ ଶ୍ମଶାନକୁ ପରମିଶନ ଦେବା ଏବଂ ଶବ ପୋଡ଼େଇବାର ଏଇ ଯେଉଁ କାମ କରୁଛନ୍ତି ଯେଉଁଟାକି ହାସ୍ୟାସ୍ପଦ। ଏବଂ ତୃତୀୟ କଥା ହେଉଛି ସରକାର ଏସବୁ ଜିନିଷକୁ ତ୍ୱରାନ୍ୱିତ କରିବା ପାଇଁ ହେଲେ ବର୍ଷା ଦିନେ ବର୍ତ୍ତମାନ ଏହାର ଏଭିକ୍ସନ୍ ସିଷ୍ଟମକୁ ବନ୍ଦ କରି ରଖି ଆଗାମୀ ଦିନରେ ଏହାର ପ୍ରପର ତର୍ଜମା କରନ୍ତୁ, ଯାଇକି ସରଜମିନ ତଦନ୍ତ କରନ୍ତୁ, କରିସାରିଲା ପରେ ଯାଇକି ଏଭିକ୍ସନ୍ କରିବେ।